ଆପଣ ନିଜେ ଦେଖିଥିବେ ଭିଡ଼ିଓରେ ସି ଠିକ୍ ଅଛି, ତାକୁ ପିଟି ପିଟି କେହି ମାରି ନାହାନ୍ତି, ତାକୁ ପିଟି ପିଟି କେହି ଜୀବନ ମାରି ତାକୁ ନାଇଁ ଆଟେଣ୍ଡ ରେಪ್ କିଛି ବି ନୁହେଁ। ମୁଁ ମନି ପର୍ସ ପାଇଁ କାମ ବର୍ତ୍ତମାନ ମୋବାଇଲ ଖୋଲିଲେ କ୍ଷଣି ସେ ସୌମ୍ୟଙ୍କ କେସ୍, ସେ ବାଲିଅନ୍ତା କେସ୍ ଦେଖିବାକୁ ମିଳୁଛି। ସେଇ ଝିଅ ମୁହଁରେ କପଡ଼ା ବାନ୍ଧି ମିଡ଼ିଆ ସାମରେ ବାଇଟ୍ ଦେଉଛି, ତାର କିଛି ହେଇନଥିଲା, ସେ ପୁରା ବଞ୍ଚିଥିଲା, ଲୋକମାନେ କିଛି କରିନାହାନ୍ତି। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ରିକ୍ୱେଷ୍ଟ କରୁଛି, ସେ ଲୋକଙ୍କର କିଛି ଦୋଷ ନାହିଁ, ସେ ଲୋକ ପାଇଁ ମୁଁ ବଞ୍ଚିଲି। ଏଇଭଳିଆ ସବୁ ଅବାନ୍ତର ବାଇଟ୍ ଦେଉଛନ୍ତି ଆମର ସେଇ ମହିଳା ଯିଏ ମୁହଁରେ କପଡ଼ା ପିନ୍ଧୁଛନ୍ତି, ତାଙ୍କୁ କୁଆଡ଼େ ଟଣାଉଟରା କରିଥିଲେ ବଳାତ୍କାର କରିବା ପାଇଁ। ରାସ୍ତା ମଝିରେ ଦିନ 10ଟା ବେଳେ ବଳାତ୍କାର କିଏ କାହାକୁ କଲାଣି? ମାନେ ଏତେ ମିଛ କହୁଛନ୍ତି ମହିଳା ଜଣକ। ଟିକେ ଶୁଣନ୍ତୁ ସେ ମହିଳା ଜଣକ କ'ଣ କହୁଛନ୍ତି। ତାକୁ ନିମ ବାଡ଼େଇ ନାହାନ୍ତି, ଏଇଟା ଭୁଲ କି ତାକୁ ପିଟି ପିଟି କେହି ମାରି ନାହାନ୍ତି। ପୋଲିସ ଆସିଛି, ସେ ଠିକ୍ ଅଛି। ପୋଲିସ ଆଗରେ ବି ଭିଡ଼ିଓ ଭାଇରାଲ ହେଉଛି, ଦେଖୁଥିବେ ସେ ଲୋକ ଜଣକ କେମିତି ମାନେ କେମିତି ଚିଲ୍ଲାଉଛି। ଶୁଣିଲେ, ଏଥର ଆପଣମାନଙ୍କୁ କୁହନ୍ତୁ ଏ ମହିଳା ଜଣକ ଠିକ୍ କହୁଛନ୍ତି କି ଭୁଲ? ନିଶ୍ଚିନ୍ତ ଆପଣମାନେ ମତ ରଖିବେ, ମହିଳା ଜଣକ ଠିକ୍ କହୁଛନ୍ତି କି ଭୁଲ। ତାପରେ ଯିବା ସେଇ ସୌମ୍ୟଙ୍କ ସାଙ୍ଗ କ'ଣ କହୁଛନ୍ତି। ସୌମ୍ୟଙ୍କ ସାଙ୍ଗ କ'ଣ କହୁଛନ୍ତି ସେଇ ମୁହଁରେ କପଡ଼ା ବାନ୍ଧିଥିବା ମହିଳାଙ୍କ ବିଷୟରେ। ନାଇଁ ଆଟେଣ୍ଡ ରେପ୍ କିଛି ବି ନୁହେଁ। ମୁଁ ମନି ପର୍ସ ପାଇଁ କାମ କରୁଥିଲି। ନା ନାଇଁ କିସ୍ କରିବା ପାଇଁ, ନା କିସ୍ କରିବା ପାଇଁ କିଛି ବି ଚେଷ୍ଟା କରିନାହାନ୍ତି, ଆଟେଣ୍ଡ କରିନାହାନ୍ତି। ବାସ୍ ଏତିକି ଆଟେଣ୍ଡ କରିନାହାନ୍ତି, ବାଡ଼ା ବାଡ଼ି ପାଇଁ ଆଟେଣ୍ଡ କରିଥିଲା, ବାଡ଼ି ବି ଥିଲା। ନା ନା ଏଇଟା ମିଛ। ଦେଖିଲେ ସୌମ୍ୟଙ୍କ ସାଙ୍ଗ କ'ଣ କହୁଛନ୍ତି। ବର୍ତ୍ତମାନ ଏଠି ସତ କିଏ କହୁଛନ୍ତି? ସୌମ୍ୟଙ୍କ ସାଙ୍ଗ ସତ କହୁଛନ୍ତି ନା ପୀଡ଼ିତା ସତ କହୁଛନ୍ତି? ସେ ଦୁଇ ଜଣ ମହିଳା ସତ କହୁଛନ୍ତି ମୁହଁରେ କପଡ଼ା ବାନ୍ଧି। ଏଠି ସତ କିଏ କହୁଛି? ଏଠି ସତ କିଏ କହୁଛି? ନିଶ୍ଚିନ୍ତ ଯେଉଁମାନେ ଭିଡ଼ିଓ ଦେଖୁଛନ୍ତି ମତ ରଖିବେ। ଜୟ ଶ୍ରୀ ଜଗନ୍ନାଥ।